ବନ୍ଧୁଗଣ, ଆସନ୍ତା ଅକ୍ଟୋବର ମାସ 28 ତାରିଖ ଶନିବାର ଦିନ ଲାଗୁଥିବା ଚନ୍ଦ୍ରଗ୍ରହଣର ଗ୍ରାସ ସମୟ ବା ଗ୍ରହଣ ଲାଗିବାର ସମୟ ହେଉଛି 28 ଅକ୍ଟୋବର ଶନିବାର ରାତ୍ରି 11:32 ଆରମ୍ଭ ହେବ ଏବଂ ମଧ୍ୟରାତ୍ରି 3:55 ଶେଷ ହେବ। ଏହି ଗ୍ରହଣ ଚଳିତ ବର୍ଷର ଦ୍ୱିତୀୟ ଚନ୍ଦ୍ରଗ୍ରହଣ ଭାବରେ ସୌରମଣ୍ଡଳରେ ସଂଗଠିତ ହେବ। ଏହି ଗ୍ରହଣ ଆଶ୍ୱିନ ମାସ ପୂର୍ଣ୍ଣିମା ତଥା କୁମାର ପୂର୍ଣ୍ଣିମା ତିଥିରେ ଲାଗୁଥିବାରୁ ଏହି ଗ୍ରହଣ ତୁଳା ରାଶି ଏବଂ ରେବତୀ ନକ୍ଷତ୍ରରେ ସଂଗଠିତ ହେବ, ଯାହାଦ୍ୱାରା ତୁଳା ରାଶିର ବ୍ୟକ୍ତିବିଶେଷମାନଙ୍କ ଉପରେ ଏହି ଗ୍ରହଣର ପ୍ରଭାବ ଅଧିକ ରହିବ। ତେବେ ବନ୍ଧୁଗଣ, ଆଜିର ଏହି ଭିଡ଼ିଓ ମାଧ୍ୟମରେ ଆମେ ଚନ୍ଦ୍ରଗ୍ରହଣର ସ୍ପର୍ଶ ସମୟଠାରୁ ଆରମ୍ଭ କରି ମୋକ୍ଷ ପ୍ରାପ୍ତି ପର୍ଯ୍ୟନ୍ତ ସମସ୍ତ ସମୟ ସୀମା, ଓଡ଼ିଶାରେ କେଉଁ ସମୟରେ ଦୃଶ୍ୟମାନ ହେବ, ସୂତକ ସମୟ ବା ହାଣ୍ଡିଛାଡ଼ ସମୟ ଓ ଶୁଭ ଅଶୁଭ କାର୍ଯ୍ୟ ବିଷୟରେ ସମ୍ପୂର୍ଣ୍ଣ ଭାବରେ ଜାଣିବା, ଯାହାକି ପାଞ୍ଜିର ନିର୍ଭୁଲ ଗଣନାରୁ ସଂଗୃହୀତ ଅଟେ। ଭିଡ଼ିଓର ଶେଷରେ ରହିଅଛି ଚନ୍ଦ୍ରଗ୍ରହଣ ସମୟରେ କ'ଣ କରିବେ ଓ କ'ଣ କରିବେ ନାହିଁ, ଗର୍ଭବତୀ ମହିଳାମାନଙ୍କ ପାଇଁ କ'ଣ ରହିଅଛି ଏବଂ କେଉଁ ରାଶିର ବ୍ୟକ୍ତିମାନଙ୍କ ଉପରେ ଅଶୁଭ ପ୍ରଭାବ ପଡ଼ିବ। ତେବେ ଆସନ୍ତୁ ଜାଣିବା। ତାହା ପୂର୍ବରୁ ଆପଣମାନଙ୍କୁ ଅନୁରୋଧ, ଏହି ଭିଡ଼ିଓକୁ ଗୋଟିଏ ଲାଇକ୍ କରିନିଅନ୍ତୁ ଏବଂ ଯଦି ଆପଣମାନେ ଏପର୍ଯ୍ୟନ୍ତ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନାହାନ୍ତି ତାହେଲେ ବର୍ତ୍ତମାନ ହିଁ ସବସ୍କ୍ରାଇବ୍ କରିନିଅନ୍ତୁ। ତେବେ ଆସନ୍ତୁ ଜାଣିବା। ବନ୍ଧୁଗଣ, ଚନ୍ଦ୍ରଗ୍ରହଣ ହେଉ ବା ସୂର୍ଯ୍ୟପରାଗ, ଏହି ମହାଜାଗତିକ ଦୃଶ୍ୟ ସୂର୍ଯ୍ୟ, ଚନ୍ଦ୍ର ଏବଂ ପୃଥିବୀର ବିଶେଷ ଅବସ୍ଥାନକୁ ନେଇ ଘଟିଥାଏ। ପ୍ରତ୍ୟେକ ଦିନ ଗ୍ରହ ଓ ନକ୍ଷତ୍ରମାନଙ୍କର ଅବସ୍ଥାନରେ ପରିବର୍ତ୍ତନ କାରଣରୁ ପ୍ରତ୍ୟେକ ଦିନର ତିଥି ଓ ନକ୍ଷତ୍ର ଅଲଗା ଅଲଗା ହୋଇଥାଏ। ସୂର୍ଯ୍ୟ ଚାରିପଟେ ପୃଥିବୀ ଏବଂ ପୃଥିବୀର ଚାରିପଟେ ଚନ୍ଦ୍ର ସବୁବେଳେ ପରିକ୍ରମା କରିଥାନ୍ତି। ଯେତେବେଳେ ସୂର୍ଯ୍ୟ, ପୃଥିବୀ ଓ ଚନ୍ଦ୍ର ଗୋଟିଏ ସରଳ ରେଖା ରହିଥାନ୍ତି, ତେବେ ପୃଥିବୀରେ ଚନ୍ଦ୍ରଗ୍ରହଣ ଲାଗିଥାଏ। ସାଧାରଣତଃ ଗ୍ରହଣ ଲାଗିବାର 9 ଘଣ୍ଟା ବା 3 ପ୍ରହର ପୂର୍ବରୁ ଏବଂ ପରାଗ ଲାଗିବାର 12 ଘଣ୍ଟା ବା 4 ପ୍ରହର ପୂର୍ବରୁ ପାକ ନିଷେଧ ବା ହାଣ୍ଡିଛାଡ଼ କରାଯାଇଥାଏ। ଏହି ସମୟକୁ ଆମେ ସୂତକ ସମୟ ମଧ୍ୟ କହିଥାଉ। ଏହି ଗ୍ରହଣ ଲାଗୁଥିବା ସମୟରେ ଖାଦ୍ୟ ଗ୍ରହଣ କରିବାକୁ ମଧ୍ୟ ବାରଣ କରାଯାଇଛି, କାରଣ ଗ୍ରହଣ ଲାଗିବା ସମୟରେ ପେଟରେ କିଛି ଖାଦ୍ୟ ପଦାର୍ଥ ନ ରହିବା ହିଁ ଭଲ। ତେଣୁ ସାଧାରଣତଃ ଚନ୍ଦ୍ରଗ୍ରହଣ ଲାଗିବାର 9 ଘଣ୍ଟା ପୂର୍ବରୁ ହାଣ୍ଡିଛାଡ଼ କରାଯାଇଥାଏ। ତେବେ ଏହି ଚନ୍ଦ୍ରଗ୍ରହଣର ସୂତକ ସମୟ ବା ପାକ ନିଷେଧର ସମୟ ହେଉଛି 28 ଅକ୍ଟୋବର 2023 ଶନିବାର ଦିନ 2:32 ଆରମ୍ଭ ହେବ ଏବଂ ମଧ୍ୟରାତ୍ରି 3:55 ପର୍ଯ୍ୟନ୍ତ ଲାଗି ରହିବ। ଯେହେତୁ ସୂତକ କାଳ ମଧ୍ୟରାତ୍ରିରେ ସମାପ୍ତ ହେଉଛି, ତେଣୁ ଏହା ରବିବାର 29 ତାରିଖ ସୂର୍ଯ୍ୟୋଦୟ ପର୍ଯ୍ୟନ୍ତ ମାନ୍ୟ ହେବ। ଏହି ସମୟରେ ଦେବନୀତି, ରନ୍ଧନ କାର୍ଯ୍ୟ ଓ ଭୋଜନ କାର୍ଯ୍ୟକୁ ବାରଣ କରାଯାଇଛି। ସୂତକ କାଳ ସମାପ୍ତ ହେବା ପରେ ସ୍ନାନ କାର୍ଯ୍ୟ କରି ଚନ୍ଦ୍ରଦେବଙ୍କୁ ଦର୍ଶନ କରିଲା ପରେ ଯାଇ ଦେବକାର୍ଯ୍ୟ, ସନ୍ଧ୍ୟା ଆଳତି ଏବଂ ରନ୍ଧନ କାର୍ଯ୍ୟ ଆରମ୍ଭ କରିପାରିବେ। ଏହି ସୂତକ କାଳ ଶିଶୁ, ବୃଦ୍ଧ ଓ ରୋଗୀ ଲୋକମାନଙ୍କ ପାଇଁ ପାଳନୀୟ ନୁହେଁ। ଏହି ଚନ୍ଦ୍ରଗ୍ରହଣର ଗ୍ରାସ ସମୟ ବା ଗ୍ରହଣ ଲାଗିବାର ସମୟ ହେଉଛି 28 ଅକ୍ଟୋବର ଶନିବାର ରାତ୍ରି 11:32 ଆରମ୍ଭ ହେବ ଏବଂ ମଧ୍ୟରାତ୍ରି 3:55 ସମାପ୍ତ ହେବ। ଏହି ଚନ୍ଦ୍ରଗ୍ରହଣର ଆଂଶିକ ପର୍ଯ୍ୟାୟର ଅବଧି ହେଉଛି 1 ଘଣ୍ଟା 16 ମିନିଟ୍ ଏବଂ 16 ସେକେଣ୍ଡ। ଏହି ଚନ୍ଦ୍ରଗ୍ରହଣର ମଧ୍ୟକାଳ ରାତ୍ରି 1:44 ଏବଂ ଏହି ସମୟରେ ସର୍ବାଧିକ ଚନ୍ଦ୍ରଗ୍ରହଣ ମହାକାଶରେ ଦୃଶ୍ୟମାନ ହେବ। ଏହି ଗ୍ରହଣ ମହାକାଶରେ ପ୍ରାୟ 4 ଘଣ୍ଟା 23 ମିନିଟ୍ ଏବଂ 7 ସେକେଣ୍ଡ ପର୍ଯ୍ୟନ୍ତ ଲାଗି ରହିବ, ଯାହାକି ଏକ ଲମ୍ବା ଚନ୍ଦ୍ରଗ୍ରହଣ ହେବା ପାଇଁ ଚାହୁଅଛି। ଯାହାକି ଏହି ଲମ୍ବା ଚନ୍ଦ୍ରଗ୍ରହଣ ମହାକାଶରେ ସମ୍ପୂର୍ଣ୍ଣ ଭାବରେ ଏବଂ ଓଡ଼ିଶାରେ ଦୃଶ୍ୟମାନ ହେବ। ଚନ୍ଦ୍ରଗ୍ରହଣର ସୂତକ କାଳ ବା ପାକ ନିଷେଧର ସମୟ ଶନିବାର ଦିନ 2:32 ଆରମ୍ଭ ହେଉଥିବାରୁ ଆପଣମାନଙ୍କୁ ଶନିବାର ଦିନ 2:32 ପୂର୍ବରୁ ସ୍ନାନ କାର୍ଯ୍ୟ, ଦେବନୀତି ଓ ଭୋଜନ କାର୍ଯ୍ୟ ସମାପ୍ତ କରିବା ପାଇଁ ପଡ଼ିବ ଏବଂ ଏହାପରେ ଆପଣମାନେ ହାଣ୍ଡିଛାଡ଼ କରିପାରିବେ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏହି ଚନ୍ଦ୍ରଗ୍ରହଣ କାରଣରୁ ଗ୍ରହ ଓ ନକ୍ଷତ୍ରମାନଙ୍କର ସ୍ଥାନରେ କେତେଟା ପରିବର୍ତ୍ତନ ହେବା ପାଇଁ ଯାଉଅଛି। ଗ୍ରହମାନଙ୍କର ପରିବର୍ତ୍ତନ କାରଣରୁ କିଛି ରାଶିମାନଙ୍କ ଉପରେ ଅଶୁଭ ପ୍ରଭାବ ପଡ଼ୁଥିବା ବେଳେ
କେତେକ ରାଶିମାନଙ୍କ ଉପରେ ଏହି ଚନ୍ଦ୍ରଗ୍ରହଣର ଶୁଭ ପ୍ରଭାବ ପଡ଼ିବା ପାଇଁ ଯାଉଅଛି। ତେବେ ରାଶିଚକ୍ରର ଏହି 12 ଗୋଟି ରାଶିମାନଙ୍କ ମଧ୍ୟରୁ 8ଟି ରାଶିମାନଙ୍କ ଉପରେ ଚନ୍ଦ୍ରଗ୍ରହଣର ଶୁଭ ପ୍ରଭାବ ପଡ଼ିବା ପାଇଁ ଯାଉଅଛି। ସେହିସବୁ ଭାଗ୍ୟଶାଳୀ ରାଶିମାନେ ହେଉଛନ୍ତି ବୃଷ ରାଶି, କର୍କଟ ରାଶି, ସିଂହ ରାଶି, କନ୍ୟା ରାଶି, ତୁଳା ରାଶି, ଧନୁ ରାଶି, ମକର ରାଶି ଏବଂ କୁମ୍ଭ ରାଶି। ଏଥିସହିତ ମେଷ ରାଶି, ମିଥୁନ ରାଶି, ବିଛା ରାଶି ଏବଂ ମୀନ ରାଶିର ବ୍ୟକ୍ତିବିଶେଷମାନଙ୍କ ଉପରେ ଏହି ଚନ୍ଦ୍ରଗ୍ରହଣର ଅଶୁଭ ପ୍ରଭାବ ପଡ଼ୁଥିବାରୁ ଏହି ରାଶିର ବ୍ୟକ୍ତିବିଶେଷମାନଙ୍କୁ ଏହି ଚନ୍ଦ୍ରଗ୍ରହଣ ଲାଗୁଥିବା ସମୟରେ ଭଗବାନଙ୍କର ନାମ ଜପ କରିବା ପାଇଁ ପଡ଼ିବ, ଯାହାଦ୍ୱାରା ଆସୁଥିବା ସମସ୍ତ ଘାତ ଓ ପ୍ରତିଘାତ ଧୀରେ ଧୀରେ ଦୂର ହୋଇଯିବ। ଏବେ ଆସନ୍ତୁ ଜାଣିବା ଗର୍ଭବତୀ ମହିଳାମାନେ କିପରି ସାବଧାନ ରହିବେ। ଏହି ସମୟ ଗର୍ଭବତୀ ମହିଳାମାନଙ୍କ ପାଇଁ ବହୁତ ଅଶୁଭ ହୋଇଥିବାରୁ ସେମାନଙ୍କୁ ସାବଧାନ ରହିବା ସହିତ ଚନ୍ଦ୍ରଗ୍ରହଣ ଦେଖିବା ପାଇଁ ମଧ୍ୟ ବାରଣ କରାଯାଇଛି। ଗ୍ରହଣ ଲାଗିବା ସମୟରେ ଗର୍ଭବତୀ ମହିଳାମାନେ କୌଣସି ଜିନିଷ କଟାକଟି ବା କୌଣସି କପଡ଼ା ଆଦି ସିଲେଇ କରନ୍ତୁ ନାହିଁ, ନଚେତ୍ ଏହାର କୁପ୍ରଭାବ ଗର୍ଭରେ ଥିବା ଶିଶୁ ଉପରେ ସିଧାସଳଖ ଭାବରେ ପଡ଼ିଥାଏ। ଏଥିସହିତ ଗ୍ରହଣ ଲାଗୁଥିବା ସମୟରେ କଳା ରଙ୍ଗର ବସ୍ତ୍ର ପରିଧାନ କରନ୍ତୁ ନାହିଁ ଏବଂ ବାହାରକୁ ମଧ୍ୟ ବାହାରନ୍ତୁ ନାହିଁ। ଚନ୍ଦ୍ରଗ୍ରହଣ ଲାଗୁଥିବା ସମୟରେ ଯଦି ଚନ୍ଦ୍ରର ଛାୟା କୌଣସି ବି ଗର୍ଭବତୀ ମହିଳାମାନଙ୍କ ଉପରେ ପଡ଼ିଯାଏ, ତେବେ ତାହାର ଗର୍ଭର ପ୍ରଥମ ଶିଶୁକୁ ଶାରୀରିକ ଦୋଷ ଲାଗିଯାଏ, ଯାହା ଭବିଷ୍ୟତରେ ବହୁତ ବଡ଼ ସମସ୍ୟା ସୃଷ୍ଟି କରିଥାଏ। ତେଣୁ ଗର୍ଭବତୀ ମହିଳାମାନେ ଏହି ସମୟରେ ବାହାରକୁ ବାହାରନ୍ତୁ ନାହିଁ। ଜ୍ୟୋତିଷ ଶାସ୍ତ୍ରରେ ଏହି ସମୟସୀମା ମଧ୍ୟରେ କେତେକ କାର୍ଯ୍ୟ କରିବା ପାଇଁ ମଧ୍ୟ ବାରଣ କରାଯାଇଛି। ତେବେ ଆସନ୍ତୁ ଜାଣିବା ଏହି ଚନ୍ଦ୍ରଗ୍ରହଣ ଲାଗୁଥିବା ସମୟରେ କେଉଁ ସବୁ କାର୍ଯ୍ୟ କରିବା ଅନୁଚିତ, ଯାହାଦ୍ୱାରା ଆମକୁ ବହୁତ ଅସୁବିଧାର ସମ୍ମୁଖୀନ କରିବା ପାଇଁ ପଡ଼ିଥାଏ। ଏବଂ ଭିଡ଼ିଓରେ ଶେଷରେ ରହିଛି ଶୁଭ ଅଶୁଭ ରାଶିଫଳ ବିଷୟରେ। ନମ୍ବର 1, ଖାଦ୍ୟ ତିଆରି କରନ୍ତୁ ନାହିଁ। ଚନ୍ଦ୍ରଗ୍ରହଣ ସମୟରେ ଖାଦ୍ୟ ପଦାର୍ଥ ରୋଷେଇ କରିବାକୁ ଅଶୁଭ ମନାଯାଇଥାଏ। ଏହି ସମୟରେ ରନ୍ଧା ହୋଇଥିବା ଖାଦ୍ୟ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଅଶୁଦ୍ଧ ହୋଇଥାଏ। ଏଥିପାଇଁ ଆପଣମାନେ ଚନ୍ଦ୍ରଗ୍ରହଣ ସମୟରେ ରୋଷେଇ କାର୍ଯ୍ୟ କେବେ ହେଲେ କରନ୍ତୁ ନାହିଁ। ନମ୍ବର 2, ଚନ୍ଦ୍ରଗ୍ରହଣ ସମୟରେ ଖାଦ୍ୟ ଗ୍ରହଣ କରନ୍ତୁ ନାହିଁ। ଏହି ସମୟରେ ରନ୍ଧା ହୋଇଥିବା ଖାଦ୍ୟ ଗ୍ରହଣ କରିବା ନିଷେଧ ବା ଅନିବାର୍ଯ୍ୟ ଅଟେ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଚନ୍ଦ୍ରଗ୍ରହଣ ଲାଗୁଥିବା ସମୟରେ ରନ୍ଧା ହୋଇଥିବା ଖାଦ୍ୟ ପଦାର୍ଥ ଖାଇଲେ ଏହା ଆମ ଶରୀର ଉପରେ କୁପ୍ରଭାବ ପକାଇଥାଏ। ତେଣୁ ଗ୍ରହଣ ହେଉ ବା ସୂର୍ଯ୍ୟପରାଗ, ଏହି ସମୟରେ ଶୁଖିଲା ଖାଦ୍ୟ ବା ଫଳମୂଳ ଇତ୍ୟାଦି ଖାଇବା ଉଚିତ। ଯଦି ଅତି ଆବଶ୍ୟକ ଅଟେ ତେବେ ଖାଦ୍ୟରେ ତୁଳସୀ ପତ୍ର ପକାଇ ଏହାପରେ ସେବନ କରନ୍ତୁ। ନମ୍ବର 3, ଚନ୍ଦ୍ରଗ୍ରହଣ ଲାଗୁଥିବା ସମୟରେ କୌଣସି ଶୁଭ କାର୍ଯ୍ୟ କେବେ ହେଲେ କରନ୍ତୁ ନାହିଁ ଏବଂ କୌଣସି ଶୁଭ କାର୍ଯ୍ୟ କରିବା ପାଇଁ ମଧ୍ୟ ଆଲୋଚନା କରନ୍ତୁ ନାହିଁ। ଏହାଦ୍ୱାରା ଆପଣଙ୍କର ପରିବାର ଉପରେ ଅନିଷ୍ଟ ହୋଇଥାଏ। ନମ୍ବର 4, ଚନ୍ଦ୍ରଗ୍ରହଣ ସମୟରେ ଦେବୀ ଦେବତାଙ୍କର ପୂଜା ନିଷେଧ ଅଟେ। ଚନ୍ଦ୍ରଗ୍ରହଣ ସମୟରେ କୌଣସି ପ୍ରକାରର ଆଳତି, ପୂଜା ଇତ୍ୟାଦି କାର୍ଯ୍ୟ କରିବା ମନା। ଏମିତି କରିବା ଦ୍ୱାରା ଗୃହରେ ଦାରିଦ୍ର୍ୟତା ଲାଗି ରହିଥାଏ। ତେଣୁ ଚନ୍ଦ୍ରଗ୍ରହଣ ସମୟରେ ଠାକୁର ପୂଜା କେବେ ହେଲେ କରନ୍ତୁ ନାହିଁ। ଏହି ସମୟରେ ଠାକୁର ଘରକୁ ସମ୍ପୂର୍ଣ୍ଣ ଭାବରେ ବନ୍ଦ କରି ରଖନ୍ତୁ। ନମ୍ବର 5, ଚନ୍ଦ୍ରଗ୍ରହଣ ସମୟରେ ଅନ୍ନଦାନ କରିବାର ଉତ୍ତମ ସମୟ ମନାଯାଇଥାଏ। ଏମିତି କୁହାଯାଏ କି ଗ୍ରହଣ ସମୟରେ ଅନ୍ନଦାନ କରିଲେ ଶରୀରରେ କୌଣସି ପ୍ରକାରର ରୋଗ ହୋଇନଥାଏ। ଗ୍ରହଣ ଶେଷ ହେବା ପରେ ସ୍ନାନ କରିବା ଓ ପିନ୍ଧିଥିବା ବସ୍ତ୍ରକୁ ଧୋଇ ନେବା ଉଚିତ ଏବଂ ନିଜର ଘରେ ଗଙ୍ଗାଜଳ ଛିଞ୍ଚନ କରି ଗୃହ ଆଦିକୁ ପବିତ୍ର କରିନେବା ଉଚିତ। ନମ୍ବର 6, ଚନ୍ଦ୍ରଗ୍ରହଣ ସମୟରେ କାହା ସହିତ କଥା ହୁଅନ୍ତୁ ନାହିଁ ଓ ସେହି ସମୟରେ ଭଗବାନଙ୍କର ମାଳା ଜପ କରନ୍ତୁ। ଏହାଦ୍ୱାରା ଗ୍ରହର ଖରାପ ପ୍ରଭାବ ଆପଣମାନଙ୍କ ଉପରେ ପଡ଼ିନଥାଏ। ଏବଂ ଚନ୍ଦ୍ରଗ୍ରହଣ ଲାଗୁଥିବା ସମୟରେ ଚନ୍ଦ୍ରଙ୍କର ଠାରୁ ଆସୁଥିବା ଛାଇ କ୍ଷତିକାରକ ହୋଇଥାଏ। ଏଥିପାଇଁ ଗ୍ରହଣ ସମୟରେ ଆପଣମାନେ ସମସ୍ତ କବାଟ ଓ ଝରକା ଇତ୍ୟାଦି ବନ୍ଦ କରି ରଖନ୍ତୁ, ଯାହାଦ୍ୱାରା ଚନ୍ଦ୍ରଙ୍କର ଛାଇ କେବେ ହେଲେ ଆପଣଙ୍କ ଗୃହକୁ ପ୍ରବେଶ କରିପାରିବ ନାହିଁ। ନମ୍ବର 7, ଚନ୍ଦ୍ରଗ୍ରହଣ ସମୟରେ ଶାରୀରିକ ସମ୍ପର୍କ ରଖନ୍ତୁ ନାହିଁ। ଏହି ସମୟରେ ନକାରାତ୍ମକ ଶକ୍ତିର ପ୍ରଭାବ ଅଧିକ ରହିଥିବା ହେତୁ ବିବାହିତ ପୁରୁଷ ଓ ମହିଳାମାନେ ଶାରୀରିକ ସମ୍ପର୍କ କେବେ ହେଲେ ରଖନ୍ତୁ ନାହିଁ। ଏହାକୁ ଜ୍ୟୋତିଷ ଶାସ୍ତ୍ରରେ ଅଶୁଭ ମନାଯାଇଅଛି, ଯାହାଦ୍ୱାରା ଆପଣମାନଙ୍କର ସମ୍ପର୍କରେ ଫାଟ ସୃଷ୍ଟି ହୋଇଥାଏ ଏବଂ ଏହାର କୁପ୍ରଭାବ ଆପଣଙ୍କର ସନ୍ତାନମାନଙ୍କ ଉପରେ ମଧ୍ୟ ପଡ଼ିଥାଏ। ନମ୍ବର 8, ଚନ୍ଦ୍ରଗ୍ରହଣ ସମୟରେ କୌଣସି ଗଛ ସହ ଲାଗିବା ବା ପତ୍ର ଏବଂ ଫୁଲ ଫଳ ଇତ୍ୟାଦି ତୋଳିବା ଉଚିତ ନୁହେଁ। ଏହାଦ୍ୱାରା ମଧ୍ୟ ହାନି ହୋଇଥାଏ। ନମ୍ବର 9, ଜ୍ୟୋତିଷ ଶାସ୍ତ୍ର ଅନୁସାରେ କୌଣସି ଗ୍ରହଣ ସମୟରେ
ନଖ ବା ଚୁଟି କାଟିବା ଉଚିତ ନୁହେଁ। ଏମିତି କଲେ ଅଶୁଭ ଫଳ ମିଳିଥାଏ। ନମ୍ବର 10 ଚନ୍ଦ୍ରଗ୍ରହଣ ସମୟରେ କୌଣସି ଗରିବ ବା ଅସହାୟ ମନୁଷ୍ୟକୁ ଅପମାନ କରିବା ଉଚିତ ନୁହେଁ। ଏମିତି କରିବା ଦ୍ୱାରା ଶନିଦେବ କ୍ରୋଧିତ ହୋଇଥାନ୍ତି। ତେଣୁ ବନ୍ଧୁଗଣ, ଚନ୍ଦ୍ରଗ୍ରହଣ ସମୟରେ ଏହିସବୁ କାର୍ଯ୍ୟ କେବେ ହେଲେ କରନ୍ତୁ ନାହିଁ। ଦେଖିବେ ଆପଣମାନଙ୍କର ମଙ୍ଗଳ ହେବ। ଏଥିସହିତ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏହି ଚନ୍ଦ୍ରଗ୍ରହଣ କାରଣରୁ ଗ୍ରହ ଓ ନକ୍ଷତ୍ରମାନଙ୍କର ସ୍ଥାନରେ କେତେଟା ପରିବର୍ତ୍ତନ ଦେଖାଦେବା ପାଇଁ ଯାଉଅଛି। ଗ୍ରହମାନଙ୍କର ପରିବର୍ତ୍ତନ କାରଣରୁ କିଛି ରାଶିର ଲୋକମାନଙ୍କ ଉପରେ ଅଶୁଭ ପ୍ରଭାବ ପଡ଼ୁଥିବା ବେଳେ କେତେକ ରାଶିମାନଙ୍କ ଉପରେ ଏହି ଗ୍ରହଣର ଶୁଭ ପ୍ରଭାବ ପଡ଼ିବା ପାଇଁ ଯାଉଅଛି। ତେବେ ରାଶିଚକ୍ରର 12 ଗୋଟି ରାଶିମାନଙ୍କ ମଧ୍ୟରୁ ଏହି 8ଟି ରାଶିମାନଙ୍କ ଉପରେ ଏହି ଚନ୍ଦ୍ରଗ୍ରହଣର ଶୁଭ ପ୍ରଭାବ ପଡ଼ିବା ପାଇଁ ଯାଉଅଛି। ସେହି ଭାଗ୍ୟଶାଳୀ ରାଶିମାନେ ହେଉଛନ୍ତି ବୃଷ ରାଶି, କର୍କଟ ରାଶି, ସିଂହ ରାଶି, କନ୍ୟା ରାଶି, ତୁଳା ରାଶି, ଧନୁ ରାଶି, ମକର ରାଶି ଏବଂ କୁମ୍ଭ ରାଶି। ଏଥିସହିତ ମେଷ ରାଶି, ମିଥୁନ ରାଶି, ବିଛା ରାଶି ଏବଂ ମୀନ ରାଶିର ବ୍ୟକ୍ତିବିଶେଷମାନଙ୍କ ଉପରେ ଏହି ଚନ୍ଦ୍ରଗ୍ରହଣର ଖରାପ ପ୍ରଭାବ ପଡ଼ିବା ପାଇଁ ଯାଉଅଛି। ତେଣୁ ଏହି 4ଟି ରାଶିର ବ୍ୟକ୍ତିବିଶେଷମାନେ ଏହି ଚନ୍ଦ୍ରଗ୍ରହଣ ଲାଗୁଥିବା ସମୟରେ ସାବଧାନ ରହିବା ପାଇଁ ଚେଷ୍ଟା କରନ୍ତୁ ଏବଂ ଭଗବାନଙ୍କର ନାମ ଜପ କରନ୍ତୁ। ଏହି ଚନ୍ଦ୍ରଗ୍ରହଣ କୁମାର ପୂର୍ଣ୍ଣିମା ଦିନ ପଡ଼ୁଥିବାରୁ କୁମାର ପୂର୍ଣ୍ଣିମା କେବେ ପାଳନ କରାଯିବ ଓ ଏହାର ଶୁଭ ଅଶୁଭ ସମୟ ବିଷୟରେ ଜାଣିବା ପାଇଁ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନିଅନ୍ତୁ, କାରଣ ଆଗକୁ ଏହି ବିଷୟରେ ଆମେ ଆମ ଚ୍ୟାନେଲରେ ଭିଡ଼ିଓ ଅପଲୋଡ଼ କରିବା ପାଇଁ ଯାଉଅଛୁ, ଯାହାଦ୍ୱାରା ଆପଣମାନେ ଏହି ଭିଡ଼ିଓର ନୋଟିଫିକେସନ୍ ସଠିକ୍ ସମୟରେ ପାଇପାରିବେ। ତେବେ ଆଶା କରୁଛୁ ଆପଣମାନଙ୍କୁ ଏହି ଭିଡ଼ିଓଟି ନିଶ୍ଚୟ ପସନ୍ଦ ଆସିଥିବ। ପସନ୍ଦ ଆସିଥିଲେ ଏହି ଭିଡ଼ିଓକୁ ଲାଇକ୍ କରିବା ସହିତ ଆପଣଙ୍କ ପ୍ରିୟଜନମାନଙ୍କ ସହିତ ସେୟାର କରିନିଅନ୍ତୁ। ଧନ୍ୟବାଦ। ଜୟ ଜଗନ୍ନାଥ।